ଆସନ୍ତୁ କଥା ହେବା। ନମସ୍କାର। ମୋ ସ୍ୱାମୀ ମୋତେ ସବୁବେଳେ କୁହନ୍ତି ଭଗବାନଙ୍କ ଇଚ୍ଛାରେ ସବୁ ହୁଏ, ଆମ ମଣିଷମାନଙ୍କ ଇଚ୍ଛାରେ କିଛି ବି ହୁଏନି। ଆମ ନିଶ୍ୱାସ ବି ଭଗବାନଙ୍କ ଇଚ୍ଛା, ନିଶ୍ୱାସ ବନ୍ଦ ହେବା ବି ଭଗବାନଙ୍କ ଇଚ୍ଛା। ଦିନେ ମୁଁ ତାକୁ ପଚାରିଲି, ସବୁ ଯଦି ତାଙ୍କ ଇଚ୍ଛାରେ ହେଉଛି, ତାହେଲେ ମୁଁ କିଛି ଯଦି ଭୁଲ କାମ କରୁଛି କି କିଛି ଖରାପ କାମ କରୁଛି, ସେସବୁ ଇଚ୍ଛା ମୋର କେମିତି ହେଇଯାଉଛି? ସେ କହିଲେ, ଭଗବାନ ଆମକୁ ସୃଷ୍ଟି କରିବାକୁ ଦିନେ କି ଅଧେ ନିଅନ୍ତିନି, ପୁରା 10 ମାସ ନିଅନ୍ତି ଆମକୁ ବନେଇବାକୁ। ସେତେବେଳେ ସେ ଆମକୁ ସବୁ ଜିନିଷ ଅନୁଭବ କରିବାକୁ ବହୁତ ଇନ୍ଦ୍ରିୟ ଦେଇଛନ୍ତି। ସେସବୁ ଇନ୍ଦ୍ରିୟକୁ ତିଆରି କରିବାକୁ ମା ପେଟରେ ଆମେମାନେ ବହୁତ ଦିନ ପର୍ଯ୍ୟନ୍ତ ରହୁ। ତାପରେ ବାହାରକୁ ବାହାରି ଆସୁ। ବାହାରକୁ ଆସିବା ପରେ ବି 3 ବର୍ଷ ଲାଗେ ଆମ ମାନଙ୍କୁ ମୁଣ୍ଡକୁ ବୁଦ୍ଧି ଆସିବାକୁ। ତ ଯେବେ ଆମେ ବୁଦ୍ଧି ଆସେ ଆମେ କହୁ ଆମେ ମଣିଷ। ଏତେ ଦିନ ବୁଦ୍ଧି ଶିଖିବା ପରେ ଯଦି ଆମେ କିଛି ଭୁଲ କରିବା, ତାହେଲେ ସେଥିରେ ଆମର ଦୋଷ ଭଗବାନଙ୍କର ନୁହେଁ। ସେ ଆମକୁ ଏତେ ସବୁ ଇନ୍ଦ୍ରିୟ ଦେଲା ପରେ ବି, ବୁଦ୍ଧି ବିବେକ ଦେଲା ପରେ ବି ଆମେ ଯଦି କିଛି ଭୁଲ କାମ କରିବା, ସେଟା ଆମର ଅପାରଗତା, ଭଗବାନଙ୍କର ନୁହଁ। ଭଗବାନଙ୍କ ତ ଆମକୁ ବହୁତ କିଛି ଦେଲେ, ଆମେ କିନ୍ତୁ କିଛି ତା'ର ଉପଯୋଗ କ'ଣ ଜାଣିପାରିଲେନି। ରହୁଛି। ନମସ୍କାର। ପୁଣି କଥା ହେବା କାଲିକି।